ମୁଁ ବର୍ତ୍ତମାନ ଓଡ଼ିଶା ବାହାରେ ରହୁଛି। ମୋତେ ଯେତେବେଳେ କିଏ ଜଣେ ପଚାରି ଦିଏ, କିଏ ଜଣେ କହିଦିଏ, କ'ଣ ତମ ରାଜ୍ୟରେ ଗୋଟେ ସିନେମା ଇଣ୍ଡଷ୍ଟ୍ରି ଅଛି, ସିନେମା ବନା ହେଉଛି, ତେବେ ସେତେବେଳେ ମୋତେ ତ ଦୁଃଖ ଲାଗେ। କିନ୍ତୁ ତାଠାରୁ ବେଶୀ ଦୁଃଖ ଲାଗେ କି ଆମ ଓଡ଼ିଶାରେ ତ ସେମିତି ସିନେମା ବନା ଯାଉନି। ଯେମିତି ବାହାର ଭାଷାଭାଷୀ ସିନେମା ହେଉଛି, ଓଡ଼ିଶା ଲୋକ ଦେଖୁଛନ୍ତି, ଆମ ନିଜ ସିନେମାଟା ସେମିତି ବନା ଯାଉନି। ଯାହାଦ୍ୱାରା କି ଆମ ନିଜ ଲୋକ, ଓଡ଼ିଆ ଲୋକ ତାକୁ ଦେଖିବେ, ଆଉ ଓଡ଼ିଶା ବାହାରେ ବି ଲୋକ ଜାଣିବେ କି ଓଡ଼ିଆ ସିନେମା ବି ଏମିତି ହେଉଛି। କିନ୍ତୁ ଦମନ ଯେତେବେଳେ ରିଲିଜ ହେଲା, ତାପରେ କେବଳ ଓଡ଼ିଶା ଲୋକ ନୁହଁ, ଓଡ଼ିଶା ବାହାରେ ବି ଲୋକ ପ୍ରଶଂସା କଲେ ସେ ଫିଲ୍ମର। ଦମନର ପ୍ରଶଂସା କଲେ। ଦମନ ବହୁତ ସଫଳତା ସାଉଁଟିଲା। ଆଉ ଦମନର ରିଲିଜ ପରେ ତାର କିଛି ଦିନ ପରେ ଗୋଟିଏ ଓଡ଼ିଆ ମୁଭିର ଟିଜରଟିଏ ଆସିଥିଲା, ଯାହାର ନାଁ ଥିଲା ଭାଇ ଦ ଓପନିଂ ପାର୍ଟ। ଆଉ ସେ ଟିଜରକୁ ଦେଖି ସାରିଲା ପରେ ମୋର ଆଶା, ମୋର ଆକାଂକ୍ଷା ବହୁତ ଉପରକୁ ପଳେଇଥିଲା। କାରଣ ଏମିତି ସିନେମାର ଟିଜର ମୁଁ ଆଗରୁ କେବେ ଓଡ଼ିଶାରେ ଦେଖିନଥିଲି। ଯେମିତି ଭାବରେ ବନା ଯାଇଥିଲା, ଲାଗୁଥିଲା ଏହା ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ ଓଡ଼ିଆ ସିନେମାର। ଯେଉଁମାନେ ଆମେ ଦେଖୁଛେ ବାହାର ଭାଷାଭାଷୀ ସିନେମା ଦେଖୁଛେ, ସାଉଥ ଇଣ୍ଡିଆନ ସିନେମା ଦେଖୁଛେ, ହିନ୍ଦୀ ସିନେମା ଦେଖୁଛେ, ଆଉ ବହୁତ ଭଲ ପାଇବା ଦଉଛେ, ସେମିତି ମୋତେ ଲାଗିଲା ଏଇ ମୁଭି ବି ସେମିତି କମାଲ କରିପାରିବ। ଆମେ ଦେଖିବା ସହିତ ଆମ ବାହାର ଲୋକ ବି ଆମ ଓଡ଼ିଶାର ସିନେମାକୁ ପ୍ରଶଂସା କରିବେ। ତେବେ ସେଇ ଫିଲ୍ମର ଯେଉଁ ଟିଜର ଆସିଥିଲା, ସେଇ ଟିଜରରେ ସେ ସୀମିତ ରହିଯାଇଥିଲା। ଦୀର୍ଘ 2 ବର୍ଷ ହେବ ତାର କିଛି ଖୋଜ ଖବର ନଥିଲା। କିଛି ଦିନ ତଳେ ତାର ଗୋଟିଏ ଗୀତଟିଏ ଆସିଥିଲା, ରାକ୍ଷୀର ପାଉଣା। ଗୀତର ଲିରିକ୍ସ ବହୁତ ହି ବଢ଼ିଆ ହେଇଥିଲା, ବହୁତ ମନ ଛୁଆଁ ହେଇଥିଲା, ହୃଦୟସ୍ପର୍ଶୀ ହେଇଥିଲା। ଆଉ ତାପରେ ବି ଧୀରେ ଧୀରେ କରିକି କିଛି ଜାଣିବାକୁ ପାଇଲୁ ଆମେ ସେ ମୁଭି ବିଷୟରେ। ତାପରେ ଏବେ ତାର ଟ୍ରେଲରଟି ଆସିଯାଇଛି। ଟ୍ରେଲର ଦେଖି ସାରିଲା ପରେ ମୋର ମତାମତ କ'ଣ ରହିବ ଟ୍ରେଲର ଉପରେ, ମୋ ରିଭ୍ୟୁ କ'ଣ ରହିବ ଟ୍ରେଲର ଉପରେ, ମୁଁ ଆପଣମାନଙ୍କୁ ଆଗକୁ ଏଇ ଭିଡ଼ିଓରେ ସେୟାର କରିବି। ସମସ୍ତଙ୍କୁ ମୋର ଜୟ ଶ୍ରୀରାମ। ମୁଁ ଜିତେନ୍ଦ୍ର ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ କରୁଛି ମୋ ଚ୍ୟାନେଲର ଏଇ ନୂଆ ଭିଡ଼ିଓକୁ। ତ ବେଶୀ କିଛି ଡେରି ନ କରି ଚାଲନ୍ତୁ ଭିଡ଼ିଓକୁ ଆରମ୍ଭ କରିବା। ଭାଇ ଦ ଓପନିଂ ପାର୍ଟ ଆମର ଷ୍ଟୁଡ଼ିଓସ୍ ଆଣ୍ଡ ଶ୍ରୀୟଂଶ ପ୍ରଡକ୍ସନ୍ସ ନିବେଦିତ, ପୃଥ୍ୱୀରାଜ ପଟ୍ଟନାୟକ ନିର୍ଦ୍ଦେଶିତ ସିନେମାଟିଏ। ଟ୍ରେଲରଟି ଆରମ୍ଭ ହେଉଛି ଗୋଟେ ଛୋଟ ଭାଇ ଭଉଣୀ ପିଲାଟି ଦିନରୁ ସେ ତାଙ୍କର ବାପା ମାଆଙ୍କୁ ହରେଇ ବସିଛନ୍ତି। ଭାଇଟି ଯେହେତୁ ବଡ଼, ସେ ତାର ଭଉଣୀର ଯତ୍ନ ନେଉଛି। ତା ଭଉଣୀକୁ ସେ ତାର ହୃଦୟଠୁ ଅଧିକା, ନିଜଠାରୁ ଅଧିକା ସ୍ନେହ ଭଲ ପାଇବା ଦେଉଛି। ସେମାନେ ବଡ଼ ହେଉଛନ୍ତି, ଆଉ ବଡ଼ ହେଲା ପରେ ଭାଇଟି ଭଉଣୀକୁ ବାହା ଦେଉଛି। ଆଉ ଏମାନେ ବାହା ହେଇସାରିଲା ପରେ ତାଙ୍କ ଭଉଣୀ ଆଉ ଭେଣେଇ ତାଙ୍କ 2 ଜଣଙ୍କୁ କିଏ କିଡନାପ କରି ନେଉଛି। ଯେତେବେଳେ ଭାଇଟି ଏକଥା ଜାଣୁଛି, ତା ମନରେ କଷ୍ଟ ହେଉଛି, ଆଉ ସେ ବାହାରି ପଡ଼ୁଛି ନିଜ ଭଉଣୀକୁ ବଞ୍ଚେଇବା ପାଇଁ। ହେଲେ ତାଙ୍କ ଭଉଣୀ ଆଉ ଭେଣୀକୁ କିଡନାପ କିଏ କ'ଣ ପାଇଁ କରୁଛି? ତେବେ କଥା ଉଠୁଛି ଭିକ୍ଟର ଏସବୁ କରିଥାଇପାରେ। ଭିକ୍ଟର ସେ କ'ଣ ପାଇଁ ଆଙ୍କୁ କିଡନାପ କଲା? ଭିକ୍ଟର ସେ କିଏ? ତ ଭିକ୍ଟରକୁ ଧରିବା ପାଇଁ ବି ୟା ପୂର୍ବରୁ ଚେଷ୍ଟା କରାଯାଇଛି। ଜଣେ ଏଜେଣ୍ଟ ଯାଇଥିଲେ ଆକୁ ଧରିବା ପାଇଁ ଭିକ୍ଟରକୁ, କିନ୍ତୁ ତାଙ୍କର ସେବେ ପରଠୁ ଆଉ କୌଣସି ଖୋଜ ଖବର ନାହିଁ। ମୁଖ୍ୟ ଚରିତ୍ରରେ ଅଛନ୍ତି, ଭାଇ ଚରିତ୍ରରେ ଅଛନ୍ତି ଆମର ସୁଜିତ ଭାଇ, ଭଉଣୀ ଚରିତ୍ରରେ ଅଛନ୍ତି ଦିବ୍ୟା, ଆଉ ଆମର ଏଜେଣ୍ଟ ଯିଏ ଅଛନ୍ତି ତାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ଅମ୍ଳାନ ଭାଇ। ଆଉ ଗୋଟେ ଚରିତ୍ରରେ ଅଛନ୍ତି ଅନନ୍ୟା। ଏଇ ସବୁ ଚରିତ୍ର ଭିତରେ କାହାଣୀଟି ଆଗକୁ ଯାଉଛି। ଭାଇଟି ଯାଉଛି ନିଜର ଭଉଣୀକୁ ରକ୍ଷା କରିବା ପାଇଁ। ତାକୁ କ'ଣ ସବୁ ପ୍ରୋବ୍ଲେମ ଫେସ୍ କରିବାକୁ ପଡୁଛି, କ'ଣ ସବୁ ଘାତ ପ୍ରତିଘାତ ସେ ଫେସ୍ କରୁଛି, ସେ ଏ ସିନେମାର କାହାଣୀ ରହିଛି। ଅବଶ୍ୟ ଆମେ ଆଗରୁ ଏଇଭଳି କାହାଣୀକୁ ଦେଖି ସାରିଛେ। ଅନ୍ୟ ଭାଷାଭାଷୀ ସିନେମା, ଆମର ହିନ୍ଦୀ ସିନେମା କୁହନ୍ତୁ, ଆମର ସାଉଥ ଇଣ୍ଡିଆନ ସିନେମା କୁହନ୍ତୁ, ଆମେ ଏସବୁ ଷ୍ଟୋରି ବେସ୍ ସିନେମା ଆଗରୁ ଅଲରେଡି ଦେଖି ସାରିଛେ। କିନ୍ତୁ ମୁଁ କହିବି ଓଡ଼ିଶାରେ ଏମିତି କେବେ ବି ସିନେମା ତିଆରି ହୋଇନଥିଲା। ଫିଲ୍ମର ସିନେମାଟୋଗ୍ରାଫି କୁହନ୍ତୁ, ଫିଲ୍ମର ବିଜିଏମ୍ କୁହନ୍ତୁ, ଫିଲ୍ମର ଆକ୍ସନ କୁହନ୍ତୁ, ଫିଲ୍ମ ବି କୁହନ୍ତୁ, ଫିଲ୍ମର ଷ୍ଟୋରି ବି କୁହନ୍ତୁ, ଫିଲ୍ମର ଲୋକେସନ୍ସ ବି କୁହନ୍ତୁ, ଏସବୁ ଆଗରୁ କେବେ ଓଡ଼ିଶାରେ ହେଇନଥିଲା। ଏମିତି ସିନେମା ଓଡ଼ିଶାରେ ବନାଯାଇ ନଥିଲା।
तो आसीबा एबे सिनेमाटोग्राफी कथा को सिनेमाटोग्राफी पूरा टॉप लेवल लो हेची सिनेमाटोग्राफी सहित हमर जो बीजीएम चालुची एक्शन सीक्वेंस चालुची से सब आखि दृश्य लागुची फिल्म रे गोटे गीतटी रिलीज होईची आगुरी जेमती कहिची गीतटी भी मन छुआईची हृदय स्पर्शी हेईची आउ आउ तो बेसी किछि ट्रेलर रे देखिकी लागुनी कि एक्टिंग केमती कोन हेईची जहाँ भी हेईची जहाँ भी देखैछन ट्रेलर रे बहुत ही बढ़िया लागुची आशा करूची फिल्म टी बहुत सरप्राइज करिवो आगु को जो हमर जनवरी 24 रे रिलीज हेबाक जाउची सिनेमा घर रिलीज परे लोक मन ताको प्रशंसा करिवे ए सब जो पदक्षेप नेइचंती सिनेमा निर्माता एई भली लेवल सिनेमा ओडिसा को भेटी देवा पई तांको परिश्रम काम देव सफलता लाभ करिवो आउ गोटे मनरे गोटे छोट ये रही गला कि जो लोकेशन सब देखैचंती बेले बेले लागे सिनेमा रे से लोकेशन दरकार न थाए किंतु से माने जबरदस्ती फिट करतांती सीन किछि डिमांड करथिबो लोकेशन किछि देखौथिबे आखि दृश्य करिया पई किंतु सेटा दर्शक को टिके भलो लागेनी आखि दृश्य लागेनी से माने मैच करि पारंतिनी सीन गोटे डिमांड करछि लोकेशन अन्यटा देखा जाउछि सेटा टिके भलो लागेनी माने निर्माता माने कोन करंती लोकंकर आई कैच करिया पई लोक माने जेंति बढ़िया कहबे सिनेमा हॉल लोकेशन की बढ़िया थिला गोटे देखौथिबो सिनेमा रो सीन डिमांड करथिबो बाली जगह सेमान देखौथिबे बरफ जगह सेटा मैच करेनी आशा करूची ए जो सिनेमा रे ट्रेलर रे देखौचंदी बरफ जगह पहाड़िया जगह से दृश्य को से मैच करथिबो ट्रेलर देखिक तो लागुची लोकेशन मैच करथिबो तो आशा करूची सिनेमा रे भी सेमती किछि नथिबो कि हमकु हताश लागिबो हमर मन उना रहि जिवो आ गोटे छोटिया मिस्टेक कहबिन तो गोटे छोट रही गला टिके के रही गला कि जो गुली फुटार दृश्य देखौचंदी से गुलीटा टिके आर्टिफिशियल लागुची टिके रियल लागुनी तो सेटा टिके कमी रही गला हेइतिले भलो हेइतांदा किंतु न हेइ जेबि किछि भूल हेइनी किछि खराब हेइनी हम ओडिसा पई या को नुवा सिस्टम तो आशा करूची फिल्म टी बहुत ही व्यवसायिक सफलता लाभ करिवो आउ आशा करूची कि आपण माने भी जाई कि फिल्म को भल पाइबा